ସାର୍ ଆଜି ଆମ ଗହଣରେ ବରିଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଉପସ୍ଥିତ ନାହାନ୍ତି, ଯାହା ଏମ୍ସ ତରଫରୁ ସୂଚନା ଆସିଛି। କଣ କହିବା ପାଇଁ ଚାହିଁବେ ସାର୍ ସେ? ନିଶ୍ଚିତ ଦୁଃଖଦାୟକ ଘଟଣା। ଛୋଟ ପିଲାଟିଏ, ଓଡିଶାରେ ଏଭଳି ଗୋଟେ ଜୁଏଲ ମିଳିଥିଲା ଓଡିଶାକୁ। ସବୁଠାରୁ ଓଡିଶାବାସୀ ତ ଗୋଟେ ବଡ କ୍ଷତି। ଓଡିଆ ଲୋକଙ୍କର ଗୋଟେ କଳାକୁ ଭଲ ପାଉଥିଲେ ପ୍ରତ୍ୟେକ ମଣିଷଙ୍କର। ଏବଂ ସବୁଠାରୁ ମତେ ବେଶୀ କଷ୍ଟ ହଉଛି ଯେ ମୋ ହାତ ତିଆରି ପିଲାଟି ଆଜି ମୋ ସାମ୍ନାରେ ଦୂରେଇ ଗଲା। ତାକୁ ସମସ୍ତେ ତାକୁ ଯେତେବେଳେ ଦେଖନ୍ତି ପ୍ରେମାନନ୍ଦକୁ ବି ତା ଭିତରେ ପ୍ରେମାନନ୍ଦକୁ ବି ଦେଖିଥାନ୍ତି। ସମସ୍ତେ ଓଡିଶା ସାରା, ଭାରତ ଓଡିଶା ବାହାରେ ବି ଓଡିଆ ଲୋକ ବି ହ୍ୟୁମାନଙ୍କୁ ସାଗରକୁ ଦେଖିଲେ ପ୍ରେମାନନ୍ଦକୁ ଦେଖନ୍ତି। ମୋର ଗୋଟେ ବଡ ଅସ୍ତ୍ର ପଳେଇଗଲା। ଏତେ ତାକୁ ତିଆରି କରିଥିଲି ଯେ ମତେ ତାକୁ ନେଇ ଯେତେବେଳେ ଅନ୍ୟମାନେ ଗର୍ବ କରନ୍ତି ମୁଁ ଖୁସି ହେଇଯାଏ ଯେ ଏମିତି ଗୋଟେ ସୃଷ୍ଟି ଓଡିଶା ପାଇଁ କରିପାରିଛି। କିନ୍ତୁ ଆଜି ସେ ମୋ ସାମ୍ନାରେ, ମୁଁ ସମସ୍ତ ସାମ୍ନାରେ ଚାଲିଗଲା। ସେଥିପାଇଁ ମୋ ପାଖରେ କିଛି ଶବ୍ଦ ନାହିଁ। ମୁଁ କିଛି କହିବାକୁ ସ୍ପିଚଲେସ୍। ମୁଁ ସନ୍ଧ୍ୟାବେଳେ ବି କଥା ହେଇଥିଲି, ଡକ୍ଟର ଯେତେବେଳେ ଲଗେଇଲି ସେ ଇଞ୍ଜେକ୍ସନ ଟା, ଯେତେବେଳେ ବାହାରୁ ଆସିଥିଲା ଭାରି ଡେଞ୍ଜର ପରିସ୍ଥିତିରେ ଲାଗେ। କିନ୍ତୁ ଠାକୁରଙ୍କୁ ଡାକନ୍ତୁ ଯଦି କିଛି ମିରାକିଲ ଥାଏ, ଯଦି ସର୍ଭାଇଭ କରିଯିବ। ସେ ଇଞ୍ଜେକ୍ସନ ଲଗେଇଲା ପରେ 9ଟା 8ରେ ସେ ଚାଲିଗଲା। ଜଷ୍ଟ ତାର ଘଣ୍ଟାଏ 2 ଘଣ୍ଟା ପରେ ଚାଲିଗଲା। ଆଉ ଏଠି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି, ତାର ସାନ ଭାଇ ଚାଲି ଯାଇଥିଲା, ତା ବାପା ଚାଲି ଯାଇଥିଲା, ଏ କିଛି ଦିନ ହେଲା ତା ମାମୁଁ ଚାଲି ଯାଇଥିଲା, ଆଜି ସିଏ ଚାଲିଗଲା। ସମସ୍ତଙ୍କ କଥା କହେ, ସାରେ ମୋ ଭାଇ ଚାଲିଗଲା, ମୋ ବାପା ଚାଲିଗଲା, ମୋ ମାମୁଁ ଚାଲିଗଲା, ଆପଣ ମୋର ସବୁ କିଛି, ମୋ ଗୁରୁ, ମୋ ବାପା, ମୋର ସବୁ। ମତେ ଦୁଃଖ ଲାଗୁଛି ତା ମା, ବିଧବା ମାଟି କେତେ କଷ୍ଟରେ ରହିବ, କେମିତି ତାର ଝିଅ ବାପ ଶଣ୍ଡ ହେଇଗଲା, ତା ସ୍ତ୍ରୀ କେତେ କଷ୍ଟ ଅନୁଭବ କରିବେ। ମୁଁ ଜଗନ୍ନାଥ ପାଖରେ ପ୍ରାର୍ଥନା କରିବି ତାଙ୍କୁ ସହିବାର ଶକ୍ତି ଦିଅନ୍ତୁ ଏବଂ ତା ଆତ୍ମାକୁ ଶାନ୍ତି ମିଳୁ। ମହାପ୍ରଭୁ ଜଗନ୍ନାଥ କାହିଁକି ଏତେ କମ ଏଜରୁ ଏମିତି କରୁଛନ୍ତି, ଆଉ ବେଶୀ କିଛି କହିପାରୁନି। ଆଜ୍ଞା, ଆପଣଙ୍କ ସହିତ ତାଙ୍କର ଗୋଟେ ଭଲ ମୁହୂର୍ତ୍ତ, ଯାହା ସବୁବେଳେ ସମୟ ପାଇଁ ଆପଣଙ୍କ ଅନେକ ମନରେ ଅନେକ ମୁହୂର୍ତ୍ତ ଅଛି। ଯେତେବେଳେ ଗୀତ ଆରମ୍ଭ କରିଥିଲା ମୋ ପାଖରେ, ଏବଂ ଶେଷ ଗୀତ ମୋରି ଗାଇକିରି ଗଲା। ଶେଷ ଗୀତ ବି ମୋରି ଗାଇକିରି ଗଲା। ତାର କ୍ୟାରିୟର ଆରମ୍ଭ କରିଥିଲା ମୋରି ପାଖରେ, ଶେଷ ଗୀତ ବି ମୋରି ପାଖରେ କରିଗଲା। ମୁଁ ବୁଝିପାରୁନି କଣ ଭଗବାନଙ୍କର ଇଏ। ତେଣୁ ତା ଠାରୁ ବଡ କଷ୍ଟ ଆଉ ମୁଁ କଣ କହିବି। ସଙ୍ଗୀତ ଦୁନିଆକୁ କେତେ ବଡ କ୍ଷତି ରହିବ ସାର୍? ଅନେକ କ୍ଷତି। ତା ଭଳି ସିଙ୍ଗର ତ ଜନ୍ମ ହେଇନାହାନ୍ତି, ଆଗକୁ ହେଇପାରିବ କି ନାହିଁ। ସେମିତି କେତେ ଯୁଗରେ ଗୋଟାଏ ଜନ୍ମ ହନ୍ତି। ତେଣୁ ଆଉ ବେଶୀ କିଛି ମୁଁ କହିପାରୁନି। ମହାପ୍ରଭୁ ତା ଆତ୍ମାକୁ ଶାନ୍ତି ଦିଅନ୍ତୁ, ଆଉ ସମସ୍ତଙ୍କର, ତା ପରିବାର ପ୍ରତି ଟିକେ ସମବେଦନା ରହୁ ସମସ୍ତଙ୍କୁ। ଜଗନ୍ନାଥ ତାଙ୍କୁ ସହିବାର ଶକ୍ତି ଦିଅନ୍ତୁ। ଆଜ୍ଞା, ଥ୍ୟାଙ୍କ ୟୁ ସାର୍। ଆଜ୍ଞା।